ନାଇଁ ରେଟ୍ଟା ଠିକ୍ ଅଛି। ସମ୍ବଲପୁରରୁ ମୁଁ ମାନେ ରିପୋର୍ଟ ନେଲି। ସମ୍ବଲପୁର ସାଇଡ୍ରେ 26 ଟଙ୍କା ଅଛି ଆଳୁ ରେଟ୍, 26 ଟଙ୍କା 26, ଏବଂ ଏଠି ମଧ୍ୟ 30 ରୁ 32 35 ଏଇ ଟାଇପ୍ର ଅଛି। ତେଣୁ ଏତିକି ପାନିକ ହେବା ଆବଶ୍ୟକ ନାହିଁ। ଆଳୁ ସଫିସିଏଣ୍ଟ ଅଛି ଏବଂ ଆଳୁ ମଧ୍ୟ ଠିକ୍ ଅଛି। କାହିଁକି ନା ଏଟା ଯେହେତୁ ଏଠି ପ୍ରଡକ୍ସନ ନାହିଁ ଆମ ରାଜ୍ୟରେ, ବାହାର ରାଜ୍ୟରେ ଯାହା ରେଟ୍ ଅଛି ସେଇ ଅନୁଯାୟୀ ଆମର ଖାଲି ଟ୍ରାନ୍ସପୋର୍ଟେସନ ଆଉ ଲାଭ, ବ୍ୟବସାୟୀ ମାନଙ୍କ ଲାଭ ଦେଖିକିରି ରେଟ୍ଟା କରାଯାଉଛି। ନାଇଁ ଆମେ ଯେତେବେଳେ ଉତ୍ତରପ୍ରଦେଶରୁ ଆଳୁ ଆଣିଲୁ, ୱେଷ୍ଟବେଙ୍ଗଲରେ ବେପାରୀ ମାନେ ହଇରାଣ ହେଲେଣି ବେପାର କରିବା ପାଇଁ, କାରଣ ସେଠିକାର ପ୍ରଶାସନ ଯୋଉ ବନ୍ଦ କଲା, ଯୋଉ ନୀତିଟା ଠିକ୍ କଲା ନାହିଁ, ସେ ଅନୁଯାୟୀ ତାଙ୍କର ବେପାର ଘାଟା ହେଲା ବେପାରୀ ମାନଙ୍କର, ସେମାନେ ଆନ୍ଦୋଳନ କରୁଛନ୍ତି। ତେଣୁ ଆମେ ତ ଆଉ ୱେଷ୍ଟବେଙ୍ଗଲ ଉପରେ ନିର୍ଭରଶୀଳ ହେଇକରି ଉପାସ ରହିବୁ ନାହିଁ। ଆମେ ପଞ୍ଜାବରୁ ବି ଆଣିବୁ, ଉତ୍ତରପ୍ରଦେଶରୁ ଆଣିବୁ, ଯୋଉଟା ଆବଶ୍ୟକ ଆମର ପୂରଣ ହେଇପାରିବ ସେ ଜିଲ୍ଲା ରାଜ୍ୟ ମାନଙ୍କୁ ଆମେ ଆଣିବୁ। ଦିଟା ଟ୍ରେନ ର ବ୍ୟବସ୍ଥା ହଉଛି। ଦିଟା ଟ୍ରେନ ମାନେ 48,000 କ୍ୱିଣ୍ଟାଲ ଆଳୁ ଆସିକିରି ପହଞ୍ଚିବ। ଡିସିସନ ନେଇ ନିଆଯାଇଛି, ପର୍ଯ୍ୟାପ୍ତ ଆଳୁ ପହଞ୍ଚିବ ଆସିକିରି 2-4-5 ଦିନ ଭିତରେ ପହଞ୍ଚିବ। ଆଜି ତ କାଲି ଡିସିସନ ନିଆଯାଇଛି, ଆଜି ଆସିକି ଚଢଉ ହେଇଛି। ଯୋଉମାନେ ହୋର୍ଡିଂ କରି ରଖିଛନ୍ତି, ଯୋଉମାନେ ମାନେ ମଜୁତକାରୀ, ସେମାନଙ୍କୁ ଉପରେ ଆକ୍ସନ ନିଆଯିବ। ଇଆଡେ ଆର୍ଟିଫିସିଆଲ ସର୍ଟେଜ ଦେଖେଇବ, ଇଆଡେ ରେଟ୍ ବଢେଇବ, ସେଟା ଚଳିବ ନାହିଁ। ତେଣୁ ସେଟା ଆକ୍ସନ ନିଆଯାଇଛି। କୋଉଠି ମୁଁ ମାନୁଛି ଅଧିକା ରେଟ୍ ଅଛି, କିନ୍ତୁ ଆଭରେଜ ରେଟ୍ ଅଲ୍ ଓଡ଼ିଶାରେ ପ୍ରାୟ 30-35 ଏଇ ଟାଇପ୍ର ଅଛି। କାରଣ ଆମର 1900ଟା ମାନେ ଦୋକାନ ଖୋଲା ହେଇଛି ଟୋଟାଲ ଓଡ଼ିଶାରେ, ଯୋଉଠି 30 ଟଙ୍କାରେ ଚାଉଳ ଏଇ ଯୋଉ ଆଳୁ ମିଳୁଛି 30 ଟଙ୍କା। ବେପାର ଯିଏ ନ ମାନିବ ତା ଉପରେ ଆକ୍ସନ ନିଆଯିବ।